ଏକାଥରକେ ଆସିଗଲା ସୁଭଦ୍ରାର 10,000 ଟଙ୍କା। ତେବେ 10,000 ଟଙ୍କା କେଉଁମାନେ ପାଇଲେ ଆଉ କେଉଁମାନେ ପାଇନାହାନ୍ତି ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଦେଖନ୍ତୁ। ଶେଷ ପର୍ଯ୍ୟନ୍ତ ଦେଖିଲା ପରେ ଯଦି ଭଲ ଲାଗୁଛି ତେବେ ଲାଇକ୍ଟିଏ କରିବେ ଏବଂ ଚ୍ୟାନେଲରେ ନ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଅଲ୍ରେ ସିଲେକ୍ଟ କରିବେ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପବିତ୍ର ପଡ଼ା ମୋର ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଯେ 2026ର ଜାନୁଆରୀ 22 ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ମିଳିସାରିଛି। ଯାହାଙ୍କର କି 4 ଲକ୍ଷର ଊର୍ଦ୍ଧ୍ୱ ମହିଳାମାନଙ୍କ ମଧ୍ୟରେ ଲିଷ୍ଟ ଥିଲା ସେଇମାନଙ୍କୁ। ତ ବର୍ତ୍ତମାନ ଏହିମାନଙ୍କୁ ମିଳିଛି ଯେଉଁମାନେ କି 5,000 ଟଙ୍କା ପାଇଥିଲେ ଆଉ ଗୋଟିଏ କିସ୍ତି ପାଇ ଦ୍ୱିତୀୟ ତୃତୀୟ କିସ୍ତିରେ ଅଟକି ଯାଇଥିଲେ ସେଇମାନଙ୍କୁ ଗତକାଲି ଅର୍ଥାତ୍ 3/2/2026ରେ ଏକାବେଳକୁ 10,000 ଟଙ୍କା ସରକାର ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଦେଲେ। କାହିଁକି ନା ପୂର୍ବରୁ ଯେଉଁମାନେ ପାଇଥିଲେ ସେମାନେ ତୃତୀୟ କିସ୍ତି ଅର୍ଥାତ୍ 15,000 ଟଙ୍କା ପାଇଛନ୍ତି। ଯେଉଁମାନେ ପଛରେ ପାଇଛନ୍ତି ସେମାନେ 5,000 ଟଙ୍କା ପାଇଥିଲେ। 15,000 ଟଙ୍କା ପାଇବା ପାଇଁ 10,000 ଟଙ୍କା ବାକି ଥିଲା। ତେଣୁ ସେହି ଟଙ୍କା ଏକାଥରେ 10,000 ଟଙ୍କା ଛାଡ଼ିଦେଲେ। ଯଦି ଆପଣମାନେ କି ଟଙ୍କା ପାଇନାହାନ୍ତି ତେବେ ପ୍ରଥମେ ଆପଣମାନେ ନିଜର ଷ୍ଟାଟସ୍ ଚେକ୍ କରନ୍ତୁ। ଯଦି ଆପଣମାନେ ରିଜେକ୍ଟେଡ଼, କେଉଁ କାରଣରୁ ରିଜେକ୍ଟେଡ଼ ଆପଣମାନେ ତା କାରଣ ଜାଣି ସାରିଲା ପରେ ଆପଣମାନେ ନିଜ ଗାଁର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବେ। ଜନସେବା କେନ୍ଦ୍ର ଗଲା ପରେ ଆପଣମାନେ ଅଭିଯୋଗ ଦାଖଲ କରିବେ, ଯାହାକି କହନ୍ତି ଗ୍ରିଭାନ୍ସ ଦେବେ। ସେ ଜନସେବା କେନ୍ଦ୍ରରୁ ସେ ବ୍ୟକ୍ତି ଆପଣଙ୍କୁ ଗୋଟେ ପେପରଟି ଦେବେ ପ୍ରିଣ୍ଟ କରି। ସେଇ ପ୍ରିଣ୍ଟ ପେପରକୁ ନେଇ ଆପଣମାନେ CDPOଙ୍କ ପାଖକୁ ପହଞ୍ଚନ୍ତୁ। ପୂର୍ବରୁ ଜାଣିଛନ୍ତି ଆପଣମାନେ ଏହି ସୁଭଦ୍ରା ଯୋଜନା ଅଙ୍ଗନବାଡ଼ି ମାନଙ୍କ ଦ୍ୱାରା ଭେରିଫାଇ ହେଉଥାଏ। ତେଣୁ ଆପଣମାନେ CDPOଙ୍କ ପାଖକୁ ସେଇ ପ୍ରିଣ୍ଟ ପେପର ନେଇ ପହଞ୍ଚନ୍ତୁ। ସେଇ CDPO ଆପଣମାନେ ଯୋଗ୍ୟ ହିତାଧିକାରୀ ବୋଲି ସରକାରଙ୍କ ପାଖରେ ଘୋଷଣା କରିବେ। ତେଣୁ ଆପଣମାନେ ନିଜର ଷ୍ଟାଟସ୍ ଚେକ୍ କରନ୍ତୁ ପ୍ରଥମେ, ତାପରେ ଆପଣମାନେ ନିଜର ଅଭିଯୋଗ ମତାମତ ଦେବେ। ଯଦି ଆପଣମାନେ ଅନଲାଇନରେ କରି ଅଟକି ଯାଉଛନ୍ତି, କୌଣସି CDPOଙ୍କୁ ଦେଖା କରୁନାହାନ୍ତି କିମ୍ବା ଯାହାଙ୍କ ଦ୍ୱାରା ଭେରିଫାଇ ହେବ ସେଇ ବ୍ୟକ୍ତିଙ୍କୁ ଦେଖା କରୁନାହାନ୍ତି, ତେବେ ନେକ୍ସଟ ଯେଉଁ ମାର୍ଚ୍ଚ 8ରେ ମିଳିବାକୁ ଯାଉଥିବା ଟଙ୍କା ମଧ୍ୟ ବାଦ ପଡ଼ିପାରନ୍ତି। ସିଏ ହେଲା ସରକାରୀ କର୍ମଚାରୀଙ୍କର କାମ, ଯାହାକି ଆପଣମାନେ ଗୋଟେ ପ୍ରିଣ୍ଟ ପେପର ନେଇ CDPOଙ୍କ ପାଖକୁ ପହଞ୍ଚାଇବେ। ସେ ଭେରିଫାଇ କରିବେ, ସେ ତାଙ୍କ କର୍ତ୍ତବ୍ୟ ତାଙ୍କେ କରିକି ଆପଣମାନଙ୍କୁ ଗଭର୍ଣ୍ଣମେଣ୍ଟ ପାଖକୁ ପହଞ୍ଚାଇ ଦେବେ ଆପଣଙ୍କର ମତାମତ। ଆପଣଙ୍କର କାମ କ'ଣ ରହିଲା? ଆପଣମାନେ ଆଧାର କାର୍ଡ଼ ଲିଙ୍କ ଥିବା ଆକାଉଣ୍ଟ ବା DVD ଲିଙ୍କ ଥିବା ଆକାଉଣ୍ଟକୁ EKYC ଅଛି ନା ନାହିଁ ଆପଣମାନେ ଚେକ୍ କରିବେ। ସେଥିପାଇଁ ଆପଣମାନେ ଟଙ୍କା ଆସିବା ପୂର୍ବରୁ ଆପଣଙ୍କର ଆକାଉଣ୍ଟକୁ EKYC କରିବେ, DVD ଲିଙ୍କ କରିବେ। ଆଉ ପାସବୁକ୍ ସହିତ ଆପଣଙ୍କର ଆଧାର କାର୍ଡ଼ ଥିବା ନାଁ ମ୍ୟାଚ୍ କରୁଛି କି ନାହିଁ ତାକୁ ବି ଆପଣମାନେ କରେକ୍ସନ୍ କରିବେ। ତେବେ ଆପଣମାନେ ସୁଭଦ୍ରା ଟଙ୍କାର ଯୋଗ୍ୟ ହିତାଧିକାରୀ ବୋଲି ବିବେଚିତ ହେବେ ବା ଟଙ୍କା ପାଇପାରିବେ।
ଆଜିର ଭିଡ଼ିଓଟି ଥିଲା ଆପଣମାନଙ୍କ ପ୍ରତି ଏତିକି ବାର୍ତ୍ତା ପହଞ୍ଚାଇବା। ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍ଟେ କରିବେ। ଆଜିର ଭିଡ଼ିଓକୁ ଏତିକି ରଖିବା, ଦେଖାଇବା ନେକ୍ସଟ ଭିଡ଼ିଓରେ। ରହିଲି, ନମସ୍କାର।